ଆଜି ପଢ଼ିବା ମହାସ୍ରୋତ ବିଶ୍ୱନାଥଙ୍କର। ମହାବେଗରେ ମହାସ୍ରୋତ ପ୍ରବାହିତ, ଦିବା ନାହିଁ, ରାତି ନାହିଁ, ନିରନ୍ତର ପ୍ରବାହିତ। ଅବିଶ୍ରାନ୍ତ କି ଏକ ମହାନ ଉଦ୍ଦେଶ୍ୟ ସାଧନାରେ ତତ୍ପର, ଥରେ ସୁଦ୍ଧା କାହାରି ଆଡ଼କୁ ଫେରି ଅନାଉ ନାହିଁ। ଦାମ୍ଭିକ ମାନବ, ତୁମ୍ଭେ ହସ ବା କାନ୍ଦ, ମର ବା ବଞ୍ଚ, ସେଥିରେ ତାହାର ଦୃକ୍ପାତ ନାହିଁ। କର୍ତ୍ତବ୍ୟନିଷ୍ଠ ମହାବୀର ତୁଲ୍ୟ ସେ କେବଳ କର୍ତ୍ତବ୍ୟ ସାଧନାରେ ବ୍ୟସ୍ତ। ତୁମ୍ଭେ ସ୍ରୋତ ମୁଖରେ ପଡ଼ି ଇତସ୍ତତଃ ଭାସୁଅଛ, ଉଚ୍ଚସ୍ୱରରେ ମର୍ମଭେଦୀ ଚିତ୍କାର କରୁଅଛ। ସମ୍ମୁଖରେ ଯାହା ପାଉଅଛ ତାହାକୁ ଅବଲମ୍ବନ କରି କୌରସୀ ରୂପେ ତୀରକୁ ଉଠିବାକୁ ପ୍ରାଣପଣେ ଯତ୍ନ କରୁଅଛ। କିନ୍ତୁ ହାୟ, ତୁମର ସକଳ ଶକ୍ତି ପରାସ୍ତ, ସକଳ ଚେଷ୍ଟା ବ୍ୟର୍ଥ। ଏ ମହାସ୍ରୋତରେ ପ୍ରତି କୂଳରେ ଗତି କରିବା ବା ଏହାର ସର୍ବଗ୍ରାସୀ କରାଳ କବଳରୁ ଉଦ୍ଧାର ପାଇବ, ଏପରି ମହାବୀର ଏ ଭୂମଣ୍ଡଳରେ କେହି ଜନ୍ମି ନାହିଁ ବା କୌଣସି କାଲେ ଜନ୍ମିବ ନାହିଁ। ଭୁବନ ବିଜୟୀ ମହାବୀର ସିକନ୍ଦର, ସିଜର, ନେପୋଲିୟନ, ମହାରଥୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ସମସ୍ତେ ଏହାର ସମକ୍ଷରେ ନତମସ୍ତକ। ମାନବ, ତୁମ୍ଭର ଇତିହାସ ବହି ପୁରାଣ ବୋଲ, ବିଜ୍ଞାନ ବୋଲ, ଶିଳ୍ପ ବୋଲ, ତୁମ୍ଭେ ଉଚ୍ଚ ସ୍ୱରରେ ଏହାରି କୀର୍ତ୍ତିଗାନ କରୁଅଛନ୍ତି। ତୁମ୍ଭେ କେବଳ ଏହାର କ୍ରୀଡ଼ା ସାମଗ୍ରୀ। ମୁହୂର୍ତ୍ତକେ ଏ ତୁମ୍ଭକୁ ହସାଇପାରେ, ମୁହୂର୍ତ୍ତକେ କନ୍ଦାଇପାରେ। ସର୍ବତ୍ର ଏହାର ପ୍ରଭାବ ଅପ୍ରତିହତ। ଏପରି ସ୍ଥାନ ନାହିଁ ଯେଉଁଠାରେ ଏହାର ବେଗ ମନ୍ଦୀଭୂତ। ଯେତେବେଳେ ଏହି ଅସୀମ ବ୍ରହ୍ମାଣ୍ଡରେ କିଛି ମାତ୍ର ନଥିଲା, ଯେତେବେଳେ ଏହି ବିସ୍ମୟକର ଚନ୍ଦ୍ର, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର କାହାରି ନାମଗନ୍ଧ ପର୍ଯ୍ୟନ୍ତ ନ ଥବଲା, ସେହି ଘୋର ଅନ୍ଧକାରମୟ ସମୟରେ ସୁଦ୍ଧା ଏହାର ସ୍ରୋତ ମହାବେଗରେ ପ୍ରବାହିତ ହେଉଥିଲା। ଅନ୍ତରକ୍ଷ ବ୍ୟାପ ବାଷ୍ପମୟ ପରମାଣୁ ମହାସାଗରରେ ସୃଷ୍ଟି ଏହାର ପ୍ରଭାବରେ, ଅଗଣିତ ବିଚିତ୍ର ଜଗତ ଏହାରି ପ୍ରଭାବରେ। କୋଟି କୋଟି ଜୀବର ଆବିର୍ଭାବ ଓ ତିରୋଭାବ, ଲକ୍ଷ ଲକ୍ଷ ଜନପଦ ଓ ନଗରୀର ଉତ୍ଥାନ ଓ ପତନ, କେତେ କେତେ ପ୍ରବଳ ପାରାକ୍ରାନ୍ତ ବୀରବରଙ୍କର ଉଦୟ ଓ ବିଳୟ, ସମସ୍ତେ ଏହାରି ଲୀଳା। ଭୀଷଣ ରାଷ୍ଟ୍ର ବିପ୍ଳବ, ସମାଜ ବିପ୍ଳବ, ଧର୍ମ ବିପ୍ଳବ ଏହାରି ଇଙ୍ଗିତରେ, ଏହାରି କଟାକ୍ଷପାତ। ମାତ୍ରକେ ଆଜି ସେ ରାଜା, କାଲି ସେ ଫକୀର, ଆଜି ଯାହା ନନ୍ଦନକାନନ, କାଲି ତାହାର ଭୀଷଣ ମରୁପ୍ରାନ୍ତର, ଏଇ ମୁହୂର୍ତ୍ତରେ ଯାହାର ପୌଷ ମାସ, ପରକ୍ଷଣରେ ତାହାର ସର୍ବନାଶ। ଅଦ୍ଭୁତ ଏହାର ଲୀଳା। ସେ କେତେ ଭାଙ୍ଗୁଅଛି, କେତେ ଗଢ଼ୁଅଛି, କେତେ ମାରୁଅଛି, କେତେ ତାରୁଅଛି, କି ତାହା ଗଣନା କରିବ? ମନୁଷ୍ୟର ଶକ୍ତିର ଅସାଧ୍ୟ। ପୃଥିବୀର ଇତିହାସ ଅତି କ୍ଷୁଦ୍ର, ମନୁଷ୍ୟ କେତେ ଦିନର। ଖ୍ରୀଷ୍ଟିଆନ ଧର୍ମଶାସ୍ତ୍ର କହେ, ପୃଥିବୀ ଓ ମନୁଷ୍ୟର ସୃଷ୍ଟି 6,000 ବର୍ଷ ହେଲା। 6 ଦିନରେ ଜଗତର ସ୍ରଷ୍ଟା ଯାବତୀୟ କାର୍ଯ୍ୟ ବିକାଶ କରି ବଡ଼ କ୍ଳାନ୍ତ ହୋଇ ପଡ଼ିଲେ। 7ମ ଦିବସରେ ବିଶ୍ରାମ ଗ୍ରହଣ କଲେ। ବିଜ୍ଞାନ କହେ, ପୃଥିବୀର ଏକ ଏକ ସ୍ତରର ସଂସ୍ଥାନରେ କେତେ ସହସ୍ର ସହସ୍ର ବର୍ଷ ଅତୀତ ହେଉଅଛି। ଏଇ ନିରୂପଣ କରିବ? କିଏ ନିରୂପଣ କରିବ? ପୃଥିବୀ ସୃଷ୍ଟିର କେତେ କାଳ ପରେ ମାନବର ପ୍ରଥମ ଆବିର୍ଭାବ କିଏ ସ୍ଥିର କରିବ? ବିଜ୍ଞାନର ପ୍ରଭାବରେ ପୃଥିବୀର ଧର୍ମଶାସ୍ତ୍ରମାନଙ୍କର ରାଶି ରାଶି ଆଶାର କାଳ୍ପନିକ ଏହିପରି ପୃଥିବୀର ଆବର୍ଜନା ରାଶି, ଅସତ୍ୟ ରାଶି ଧୌତ କରି ସାର ଯେତିକି, ସତ୍ୟ ଯେତିକି, ସେତିକି କେବଳ ରଖିବ। ସେ ଯାହା ହେଉ, ଅନନ୍ତ ସୃଷ୍ଟିର ତୁଳନାରେ ମନୁଷ୍ୟର ସ୍ଥାୟିତ୍ୱ କାଳ ଅତି ସାମାନ୍ୟ। ପୁଣି ମନୁଷ୍ୟର ଇତିହାସ ଏହି ଅଳ୍ପକାଳର ମଧ୍ୟ ସମସ୍ତ ବିବରଣୀ କି ଦେଇପାରେ? ଜନସମାଜରେ କେତେ ଗୋଟା ବଡ଼ ବଡ଼ କଥା ଘେନି ଇତିହାସ। କେତେ ଅନ୍ଧକାରମୟ ସ୍ଥାନରେ, କେତେ ଅନ୍ଧକାରମୟ ହୃଦୟ କନ୍ଦରରେ ଏ ମହାସ୍ରୋତ କି ମହାବ୍ୟାପାରମାନ ସଂଗଠନ କରୁଅଛି। ଇତିହାସ କି ତାହାର ଖବର ରଖେ? ତଥାପି ଇତିହାସ ଆମ୍ଭମାନଙ୍କର ନମସ୍ୟ। ଯେହେତୁ ସେ ଏହି ମହାସ୍ରୋତର କେତେକ ସ୍ଥୂଳ ବିବରଣୀ ପ୍ରଦାନ କରି ଆମ୍ଭମାନଙ୍କର ମହାପକାର ସାଧନ କରିଅଛି, ସେ ବିବରଣୀ କେବଳ ଭଙ୍ଗାଗଢ଼ା।
ଉଭୟର ଉଦ୍ଦେଶ୍ୟ ଏକ। ସାଗର ଯେପରି ମହାଦେଶର ତୀରର ଭଗ୍ନ ମୃତ୍ତିକାଂଶ ସଂଗ୍ରହ କରି ଅତଳ ଜଳରାଶି ମଧ୍ୟରେ ନୂତନ ମହାଦେଶର ସୂତ୍ରପାତ କରେ, ଏ ମହାସୂତ୍ର ସେହିପରି ଏକ ରାଜ୍ୟ, ଏକ ସମାଜର ଭଗ୍ନାବଶେଷ ଦ୍ୱାରା ନବୀନ ଓ ସୁନ୍ଦରତର ରାଜ୍ୟ ଓ ସମାଜ ସଂଗଠନ କରୁଅଛି। ଭାରତ ଭାଙ୍ଗି ଇଂଲଣ୍ଡ ଗଢ଼ୁଅଛି, ୟୁରୋପ ଭାଙ୍ଗି ଆମେରିକା ଗଢ଼ୁଅଛି, ଚୀନ ଭାଙ୍ଗି ଜାପାନ ଗଢ଼ୁଅଛି। ଏହାର ଆରମ୍ଭ କେବେ ଓ ଶେଷ କେଉଁଠାରେ କିଏ କହିବ? ଆବହମାନ କାଳରୁ ଏ ବ୍ୟାପାର ଲାଗି ରହିଅଛି। ଭାବୁକ ଦେଖିବ, ଶୁଣି ମୁଗ୍ଧ ହେଉଅଛି। ଚିନ୍ତାଶୂନ୍ୟ ଦର୍ଶକ ଗୂଢ଼ ରହସ୍ୟ ଭେଦ କରିବାକୁ ଅକ୍ଷମ ହୋଇ ହତବୁଦ୍ଧି ହେଉଅଛି। ନିର୍ବୋଧ ମାନବ ଏ ମହାଶକ୍ତିଶାଳୀ ବୀରକୁ ଚିହ୍ନି ନାହିଁ, ଏହାର ଉଦ୍ଦେଶ୍ୟ ବୁଝେ ନାହିଁ। କେତେ ନିନ୍ଦା କରି, କେତେ ଅଭିସମ୍ପାଦ ବର୍ଷଣ କରେ, କିନ୍ତୁ ସେଥିରେ ସେ ବଧିର। ସେ ଅକୁତ ଭୟ କେବଳ ନିଜ କର୍ତ୍ତବ୍ୟ ସାଧନ କରି ଚାଲି ଯାଉଅଛି। ମନୁଷ୍ୟ ତାହାକୁ ଚିହ୍ନି ବା ନ ଚିହ୍ନି, ସେଥିରେ ତାହାର କ୍ଷତି ବୁଦ୍ଧି ନାହିଁ। ସେ ମହାପ୍ରଭୁଙ୍କର ଭୃତ୍ୟ ମାତ୍ର, ତାଙ୍କରି ଆଜ୍ଞା ପାଳନ କରିବ। ସମସ୍ତ ବିଶ୍ୱ ସମସ୍ୱରରେ ଅଜସ୍ର ନିନ୍ଦାବାଣୀ ବର୍ଷଣ କଲେ ସୁଦ୍ଧା ସେ ମୁହୂର୍ତ୍ତକ ପାଇଁ ବିଚଳିତ ହେବ ନାହିଁ। ଏ ମହାସ୍ରୋତ କ'ଣ? ବିଶ୍ୱରାଜାଙ୍କର ରାଜଦୂତ, ମହାକାଳସ୍ରୋତ। ଏ ମହାସ୍ରୋତରେ ଯେତେବେଳେ ଯାହା ଆସିବ, ମନୁଷ୍ୟ ନତମସ୍ତକରେ ତାହା ଗ୍ରହଣ କରିବାକୁ ବାଧ୍ୟ, ନତୁବା ତାହାର ନିସ୍ତାର ନାହିଁ। ଏହାର ଅବମାନନା କରି କେତେ ରାଜାଧିରାଜ ମୁହୂର୍ତ୍ତକେ ସିଂହାସନଚ୍ୟୁତ ହୋଇଅଛନ୍ତି। କେତେ ବୀରବରଙ୍କର ଉନ୍ନତ ମସ୍ତକ ଭୂଲୁଣ୍ଠିତ ହେଉଅଛି। କେତେ ପ୍ରତାପାନ୍ୱିତ ରାଜ୍ୟ ଭୟଙ୍କର ବିପ୍ଳବର ସଂଘର୍ଷରେ ଛାରଖାର ହେଉଅଛି। ମନୁଷ୍ୟ ଏସବୁ ଦେଖି ସୁଦ୍ଧା ଦେଖେ ନାହିଁ। ତେଣୁ ତାହାର ଏ ଦୁର୍ଦ୍ଦଶା। ଶାସ୍ତ୍ରର ଦୋହି, ମହାପୁରୁଷର ଦୋହି, ପିତାହର ଦୋହି, ରାଜମୁକୁଟର ଦୋହି ଇତ୍ୟାଦି ସହସ୍ର ପ୍ରକାର ଦୋହି ଦେଇ ନିଷ୍କୃତି ଲଭିବ ବୋଲି ମନୁଷ୍ୟ ମନେ କରେ, କିନ୍ତୁ ଯେ କୌଣସି ଦୋହି ଶୁଣିବ ନାହିଁ, ତେବେ କି ଏହାର ଭଙ୍ଗାଗଢ଼ା ଶେଷ ହେବ ନାହିଁ? ଏ ପ୍ରଶ୍ନର ଉତ୍ତର କିଏ ଦେବ? ତେବେ ଏତିକି ମାତ୍ର ବୋଲାଯାଇପାରେ, ଯେତେବେଳେ ଏହାର ଉଦ୍ଦେଶ୍ୟ ସିଦ୍ଧ ହେବ, ସେତେବେଳେ ଏହାର ବିରାମ। ସେ ଉଦ୍ଦେଶ୍ୟ କ'ଣ? ଉତ୍ତର ସ୍ୱର୍ଗରାଜ୍ୟ ସଂସ୍ଥାପନ, ପୂର୍ଣ୍ଣ ସତ୍ୟ, ନ୍ୟାୟ, ପ୍ରେମ, ପୁଣ୍ୟର ରାଜ୍ୟ ସଂସ୍ଥାପନ। କିନ୍ତୁ ଏହା କି ସମ୍ଭବ? ମନୁଷ୍ୟ କ୍ଷୁଦ୍ର, ଅପୂର୍ଣ୍ଣ, ସେ କିପରି ଅନନ୍ତ ବସ୍ତୁ, ପୂର୍ଣ୍ଣ ବସ୍ତୁ ଧାରଣ କରିପାରିବ? ତେବେ ଏହାର ସମ୍ଭାବନା କେଉଁଠାରେ? ଆମ୍ଭେମାନେ କହୁ, ଏ ହିସାବରେ ମନୁଷ୍ୟକୁ ପୂର୍ଣ୍ଣ ବୋଲାଯାଇପାରେ। ଏହି ମାତ୍ର ବୋଲାଗଲା ମନୁଷ୍ୟ ଅପୂର୍ଣ୍ଣ, ପୁଣି ପୂର୍ଣ୍ଣ ହେଲା କିପରି? ଏହାର ମର୍ମ ଏହି ଯେ, ମନୁଷ୍ୟ ଯେତେବେଳେ ମନୁଷ୍ୟତ୍ୱର ଚରମ ଆଦର୍ଶର ଅନୁସରଣ କରେ, ସେତେବେଳେ ତାହାର ପୂର୍ଣ୍ଣତ୍ୱ ତାହାକୁ ସେହି ଆଦର୍ଶ ଅନୁବର୍ତ୍ତୀ କରିବା ପାଇଁ ମହାସ୍ରୋତର ଏହି ଲୀଳା। ଯେତେଦିନ ଯାଏ ସକଳ ମନୁଷ୍ୟ, ସକଳ ସମାଜ ଏ ମହାଲକ୍ଷ୍ୟର ଅନୁଗାମୀ ନ ହେବେ, ତେତେଦିନ ଯାଏ ଏ ଭଙ୍ଗାଗଢ଼ାର ବିରାମ ନାହିଁ। ମହାସ୍ରୋତର କାର୍ଯ୍ୟପ୍ରଣାଳୀକୁ ଆମ୍ଭେମାନେ ନବୀକରଣ ଆଖ୍ୟା ପ୍ରଦାନ କରିପାରୁ। ଏ ନବୀକରଣର ଶେଷ ନାହିଁ କେବଳ ଯେତେବେଳେ ମନୁଷ୍ୟ ସମାଜ ନିଜର ଦୁର୍ବୁଦ୍ଧି ତ୍ୟାଗ କରି ନତମସ୍ତକରେ ଏହାର ପ୍ରଦତ୍ତ ଦ୍ରବ୍ୟ ଗ୍ରହଣ କରିବ, ଏହାର ଆଦେଶ ବିନା ବାକ୍ୟ ବ୍ୟୟରେ ପାଳନ କରିବ। ସେତେବେଳେ ଘୋର ଭୟଙ୍କର ରାଷ୍ଟ୍ର ବିପ୍ଳବ, ସମାଜ ବିପ୍ଳବ, ଧର୍ମ ବିପ୍ଳବ ପ୍ରଭୃତି ଲୋମହର୍ଷଣକାରୀ ବ୍ୟାପାରମାନ ଆଉ ମାନବ ପ୍ୟାରକୁ ଆତଙ୍କରେ ଅସ୍ଥିର କରିବ ନାହିଁ। ଯେତେବେଳେ ସମସ୍ତେ ସମସ୍ୱରରେ ଏହାର ଆଦେଶକୁ ପ୍ରାଣର ଅମୃତମୟ କର୍ତ୍ତବ୍ୟମଣି ମହାସମାଦରରେ ସାଧନ କରିବେ, ତେବେ ହିଁ ମାନବ ଦୁର୍ବୁଦ୍ଧି ତ୍ୟାଗ କରି ବିଶ୍ୱରାଜାଙ୍କର ରାଜଦୂତକୁ ଅବମାନିତ କରିବ। ଏ ଅସ୍ପର୍ଦ୍ଧା ଛାଡ଼। ପରିବର୍ତ୍ତନର ନାମରେ ଭୀତ ହୁଅ ନାହିଁ। ପରିବର୍ତ୍ତନ ହିଁ ଉନ୍ନତିର ଏକମାତ୍ର ପଥ। ପରିବର୍ତ୍ତନ ସୃଷ୍ଟିର ସ୍ୱାଭାବିକ ଅବସ୍ଥା। କାଳସ୍ରୋତ ପରିବର୍ଦ୍ଧିତ। ପରିବର୍ତ୍ତନ ବିରୋଧରେ ସେ ଚିତ୍କାର କରେ, ସେ ମୂର୍ଖ। ପରିବର୍ତ୍ତନର ହିଁ ତୁମର ଲକ୍ଷ୍ୟ। ପରିବର୍ତ୍ତନ ହିଁ ତୁମର ଆଦି, ମଧ୍ୟ, ଅନ୍ତ। କାହିଁ ଏ ମହାସ୍ରୋତର ପ୍ରତିକୂଳତା ଚରଣ କରି ବାରମ୍ବାର ବିଳମ୍ବିତ ହେଉଅଛ? ବୁଝି ରଖ, ଏ ତୁମ୍ଭର ଶତ୍ରୁ ନୁହେଁ, ବିଶ୍ୱେଶ୍ୱରଙ୍କ ପ୍ରେରିତ ପରମ ବନ୍ଧୁ।